ସ୍ୱପ୍ନର ଉଡ଼ାଣ ଶୂନ୍ୟରୁ ଶିଖର। ଗୋଟିଏ ଛୋଟ ଗାଁର ସାଧାରଣ ପରିବାରର ପିଲାଟିଏ। ନା ଥିଲା ପାଖରେ ଦାମୀ କ୍ୟାମେରା, ନା ଥିଲା ପକେଟରେ ଟଙ୍କା, କିନ୍ତୁ ତା ଆଖିରେ ଥିଲା ଏକ ବିରାଟ ସ୍ୱପ୍ନ। ମୋତେ ଜଣେ କଣ୍ଟେଣ୍ଟ କ୍ରିଏଟର ହେବାକୁ ପଡ଼ିବ। ତାର ଏକମାତ୍ର ସାଥୀ ଥିଲା ଗୋଟେ ପୁରୁଣା ସାଧାରଣ ସ୍ମାର୍ଟଫୋନ୍। ଯେତେବେଳେ ସେ ଭିଡ଼ିଓ କରିବା ଆରମ୍ଭ କଲା, ଚାରିପାଖର ଲୋକ ତାକୁ ଦେଖି ହସିଲେ। କେହି କହିଲେ ଏଇଟା କ'ଣ କିଛି କାମ କରୁଛି କି, ତ କେହି କହିଲେ ପାଠପଢ଼ା ଛାଡ଼ିକି ବେକାରିଆ କାମ କରୁଛୁ। ସେ କିନ୍ତୁ ହାର ମାନିନଥିଲା। ପ୍ରତିଦିନ ସୂର୍ଯ୍ୟ ଉଦୟ ହେବା ସହ ତାର ସୃଜନଶୀଳତା ବି ଜାଗି ଉଠୁଥିଲା। କେବେ ଭିଡ଼ିଓରେ 0 ଭିଉ ଆସୁଥିଲା ତ କେବେ ମାତ୍ର 2ଟି ଲାଇକ୍। ମନ ଭାଙ୍ଗି ଯାଉଥିଲା, ଆଖିରୁ ଲୁହ ବି ଝରୁଥିଲା, କିନ୍ତୁ ସେ ଗୋଟିଏ ମନ୍ତ୍ର ମନେ ରଖିଥିଲା, ନିରନ୍ତର ଚେଷ୍ଟା ହିଁ ସଫଳତାର ଏକମାତ୍ର ଚାବିକାଠି। ଧୀରେ ଧୀରେ ସମୟ ବଦଳିଲା। ଲୋକମାନେ ତାର ସଂଘର୍ଷ ଏବଂ ନିଷ୍ଠାକୁ ବୁଝିବାକୁ ଲାଗିଲେ। ଲାଇକ୍, କମେଣ୍ଟ ଆଉ ସେୟାରର ସଂଖ୍ୟା ବଢ଼ିଲା, ଆଉ ଦିନେ ତାର ଏକ ଭିଡ଼ିଓ ରାତାରାତି ଭାଇରାଲ ହୋଇଗଲା। ଆଜି ସେହି ପିଲାଟି କେବଳ ସଫଳ ନୁହେଁ, ବରଂ ହଜାର ହଜାର ଯୁବପିଢ଼ିଙ୍କ ପାଇଁ ଏକ ପ୍ରେରଣା। ସେ ଆଜି ଗୋଟିଏ କଥା ସମସ୍ତଙ୍କୁ ଶିଖାଉଛି, ଆରମ୍ଭ କେବେ ବି ପରଫେକ୍ଟ ହୁଏ ନାହିଁ, କିନ୍ତୁ ଆରମ୍ଭ କରିବାଟା ସବୁଠୁ ବଡ଼ ଜରୁରୀ। ଜଣେ କ୍ରିଏଟର ଯେତେବେଳେ କିଛି ମନିଟର ଭିଡ଼ିଓଟିଏ ଆମ ସାମ୍ନାକୁ ଆଣେ, ସେତେବେଳେ ତାର ଅନେକ ରାତିର ଅନିଦ୍ରା ଏବଂ ଶ୍ରମ ଲୁଚି ରହିଥାଏ। ତା ପାଇଁ ଆପଣଙ୍କର ଗୋଟିଏ ଲାଇକ୍ କିମ୍ବା ସବସ୍କ୍ରାଇବ୍ କେବଳ ଏକ ସଂଖ୍ୟା ନୁହେଁ, ବରଂ ଏକ ବଡ଼ ଉତ୍ସାହ। ଆମେ ଯଦି ଗୋଟିଏ କଣ୍ଟେଣ୍ଟକୁ ବିନା ସ୍କିପ୍ କରି ସମ୍ପୂର୍ଣ୍ଣ ଦେଖିବା, ତେବେ ଏହା ସେହି କ୍ରିଏଟରଙ୍କ ପାଇଁ ସବୁଠାରୁ ବଡ଼ ସମର୍ଥନ ହେବ। ଆମ ସମସ୍ତଙ୍କୁ ଏକ ସୁନ୍ଦର ପ୍ଲାଟଫର୍ମ ମିଳିଛି, ଯେଉଁଠାରେ ଆମେ ନିଜେ ଭଲ କଣ୍ଟେଣ୍ଟ ପ୍ରସ୍ତୁତ କରିବା ସହ ଅନ୍ୟମାନଙ୍କୁ ମଧ୍ୟ ସାହାଯ୍ୟ କରିପାରିବା। ଆଜିର ଡିଜିଟାଲ ଯୁଗରେ କଣ୍ଟେଣ୍ଟ କ୍ରିଏଟରଙ୍କ ହାତରେ ଅପାର ଶକ୍ତି ରହିଛି। ସେମାନେ ଚାହିଁଲେ ସମାଜକୁ ସତ୍ୟର ଆଲୋକ ଦେଖାଇ ପାରିବେ। ନିକଟରେ ନିର୍ବାଚନ ସମୟରେ ଆମେ ଦେଖିଛେ, ଯଦି ସଚ୍ଚୋଟ କ୍ରିଏଟରମାନେ ସତ୍ୟକୁ ସାମ୍ନାକୁ ଆଣିନଥାନ୍ତେ, ତେବେ ଜନମତକୁ ସଠିକ୍ ଦିଶା ମିଳିବା କଷ୍ଟକର ହୋଇଥାନ୍ତା। ଆସନ୍ତୁ ସକାରାତ୍ମକ କଳାକୁ ସମ୍ମାନ ଜଣାଇବା। ଆପଣଙ୍କର ଏକ କ୍ଷୁଦ୍ର ସମର୍ଥନ ଜଣେ କଳାକାରର ସ୍ୱପ୍ନକୁ ବଞ୍ଚାଇ ରଖିବା ସହ ସମାଜରେ ଏକ ଶୁଭ ପରିବର୍ତ୍ତନ ଆଣିପାରିବ।